ସମସ୍ତ ନାମପ୍ରେମୀ ସତ୍ସଙ୍ଗୀ ଶ୍ରଦ୍ଧାଳୁ ଜ୍ଞାନୀ ଗୁଣୀ ସାଧୁ ସୁଜ୍ଞଜନ ତଥା ଭାଗବତ ପ୍ରେମୀ ବନ୍ଧୁମାନଙ୍କୁ ମୋର ସାଦରେ ପ୍ରଣାମ। ତ ସହିତ ବେଦପୁରାଣ କଥା ଚ୍ୟାନେଲରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରିୟ ବନ୍ଧୁଗଣମାନେ, ଆମେ ଗତ ଭିଡ଼ିଓରେ ଆମେ ମହାଭାରତ କଥାର କିଛି ପ୍ରସଙ୍ଗ ଆଲୋଚନା କରିଥିଲେ। ବର୍ତ୍ତମାନ ତାହାରି ଆଗ ପ୍ରସଙ୍ଗ। ବ୍ୟାସଙ୍କଠାରୁ ଦିବ୍ୟ ଚକ୍ଷୁ ସଞ୍ଜୟ ପାଇବା ପରେ ଅନ୍ଧ ରାଜାଙ୍କ ପାଖରେ ବସି ମହାଭାରତ ଯୁଦ୍ଧର ବିବରଣୀ କହୁଛି। ସଞ୍ଜୟ କହୁଛି, ହେ ରାଜା, ଅର୍ଜୁନ ରଥରେ ରଥୀ ହୋଇ ବସିଛି, କିନ୍ତୁ ସାରଥୀ ହୋଇ ପ୍ରଭୁ ବ୍ରହ୍ମରାଶି ରଥକୁ ବାହୁଛନ୍ତି। ଶ୍ରୀ କୁରୁକ୍ଷେତ୍ର ମଧ୍ୟରେ କେତେ ଜନ ଅଛନ୍ତି ଯିଏ କି ଯାଇ ଶ୍ରୀକୃଷ୍ଣଙ୍କ ଦେହରେ ଲୀନ ହେବେ। ଏ ରୂପରେ ମନରେ ପାଞ୍ଚି ସବୁ ରାଜାମାନେ କୁରୁକ୍ଷେତ୍ରର ଦୁଇ ପାଖରେ ବାଣ୍ଟି ହୋଇ ରହିଲେ। 70 ସହସ୍ର ରାଜା ଦୁର୍ଯ୍ୟୋଧନ ଆଡ଼େ, 3 ସହସ୍ର ରାଜା ପାଣ୍ଡବଙ୍କ ଭାଗରେ ପଡ଼ିଲେ। ଏ ରୂପେ ରାଜାମାନେ ବାଣ୍ଟି ହୋଇଗଲେ। ହେ ଅନ୍ଧ ରାଜା, ବ୍ୟାସଙ୍କର ପ୍ରସାଦ ମୁଁ ତୁମ ଆଗରେ କହୁଛି। ଦୁର୍ଯ୍ୟୋଧନର 11 ଅକ୍ଷୌଣୀ ବଳ ସହିତ ଅନେକ ପାରିଦଣ୍ଡ ଅଛନ୍ତି। ଏହା ସହିତ ପଦାତିକ ରଥୀ ଅନେକ କୁରୁକ୍ଷେତ୍ରରେ ରୁଣ୍ଡ ହୋଇଛନ୍ତି। ହେ କୁରୁମଣି, ପାଣ୍ଡବଙ୍କର ସୈନ୍ୟବଳ ଶୁଣି କୁରୁକ୍ଷେତ୍ରରେ ଯୁଧିଷ୍ଠିରଙ୍କ ପାଖରେ ଚକ୍ରପାଣି ବସିଛନ୍ତି। 30 ସହସ୍ର ରାଜା କୁରୁକ୍ଷେତ୍ରର ପୂର୍ବ ଭାଗରେ ଯାଇ ମିଳିଲେ। ନନ୍ଦିଘୋଷ ରଥ ନିକଟରେ ପାର୍ଥ ବୀର ଓ ସେହି ରଥରେ ସାରଥୀ ହୋଇ ଅଚ୍ୟୁତ ଅଛନ୍ତି। ନକୁଳ, ସହଦେବ, ଭୀମସେନ ସମରରେ ବସି ଯୁଦ୍ଧ କରିବେ। ପୃଥିବୀ ପ୍ରଳୟ କାଳ ଯେପରି ସିନ୍ଧୁ ପାଣି ଦିଶେ, ସେହିପରି କୁରୁପାଣ୍ଡବ ସୈନ୍ୟମାନେ ଦିଶୁଛନ୍ତି। ଘୋଟକ, ସଦ୍ୟନ, ଗଜ, ପଦାତିକ ଏ ଅପାରଙ୍କର ଶବ୍ଦ କୋଳାହଳ ଶୁଭୁଥାଏ। ହେ ରାଜନ, ଅନେକ ମଲ୍ଲ ମହାମଲ୍ଲ ଯୁଦ୍ଧଭୂମିରେ ଅଛନ୍ତି। ସମରରେ ତୋର 100 ପୁଅ ପଶିଛନ୍ତି। ବହୁତ ଉତ୍ପାତ ତୋ ପୁଅମାନେ କରୁଛନ୍ତି। ମଲ୍ଲମାନେ ମରିଲେ ପୃଥିବୀର ଭାର ଉତ୍ପାତ ହେବ। ତେଣୁ ସମରରେ ଉତ୍ପାତ ହୋଇ ପଶିଛନ୍ତି। କୁରୁକ୍ଷେତ୍ର ମଧ୍ୟରେ ଯେତେ ଜନ ଅଛନ୍ତି, ସମସ୍ତେ ସଭା କରି ବିଚାର କଲେ ଯେ ଆମେ ଯେତେ ଲୋକ ଏଠାରେ ଅଛେ, ସମରର ନିୟମ କରି ଧନୁଧର। ସକଳ କଥାରେ ଆମେ ପ୍ରୀତ ହୋଇବା। ମାତ୍ର ଯୁଦ୍ଧରେ ପଶି ସବୁ କ୍ଷତ୍ରିୟଙ୍କୁ ହାଣିଦେବା। ଆଉ ଏକ କଥାକୁ ଆମେ ସତ୍ୟ କରିବା, ବିରତ ହେଲେ ମଧ୍ୟ ସମରରେ ଆମେ ମାରିବା ନାହିଁ। ଯେଉଁ ପ୍ରାଣୀ ଉଲଗ୍ନ ହୋଇ ଅସମ୍ଭାଳରେ ପଳାଇ ଯାଉଥିବ, ତାହାକୁ ଆମେ ମାରିବା ନାହିଁ। ନିଃଶସ୍ତ୍ର ହୋଇ ଯିଏ ରଣରେ ରହିବ, ତାହାକୁ ମଧ୍ୟ ମାରିବା ନାହିଁ। ସମର ଭିତରେ ଆମେ ଏକା ହୋଇ ରହିବା। ଯିଏ ଯାହାର ଭାଇ ବନ୍ଧୁ ଅଛନ୍ତି, ତାକୁ ଆମେ ଚିହ୍ନିବା। ତାଙ୍କ ସହିତ ହସିବା, ବସିବା ଓ କଥାବାର୍ତ୍ତା ହେବା। ହୃଦୟରୁ କୂଟ ହିଂସା ଦୁଇକୁ ଛାଡ଼ି ଦେବା। ଶକଟା ପଶା ଖେଳିବା। ସୁଖରେ ବସି ଏହିପରି କହୁଥିବା ଅବସ୍ଥାରେ ଭୃଗୁବୀର ପ୍ରବେଶ ହେଲେ। ସେଦିନ ରାତ୍ରି ଭଲ ଯୋଗରେ ଯାଇଥାଏ। ସକାଳରେ ସୂର୍ଯ୍ୟ ଉଦୟ ହୁଅନ୍ତେ ଭୀଷ୍ମ ଦ୍ରୋଣ ସନ୍ଧ୍ୟା କରି ବସିଲେ। ଆଦିତ୍ୟ ଦେବକୁ ନମସ୍କାର କଲେ ଓ କହିଲେ, ପାଣ୍ଡବ ଯୁଦ୍ଧରେ ଜିଣନ୍ତୁ। ଏହା କହି ଭୀଷ୍ମ ଦ୍ରୋଣ ପାଣ୍ଡବମାନଙ୍କୁ କଲ୍ୟାଣ କଲେ। ସଞ୍ଜୟ କହିଲା, ହେ ରାଜା ଧୃତରାଷ୍ଟ୍ର, ମୋର ଦିବ୍ୟ ଚକ୍ଷୁରେ ମୁଁ ଏହାକୁ ଦେଖୁଛି। ହେ ରାଜା, ଏହା ପରେ ଯୁଦ୍ଧ କଥା ଶୁଣ। ଭୀଷ୍ମ ମହାରଥୀ ଯୁଦ୍ଧରେ ପ୍ରବେଶ ହେଲେ। ଭୀଷ୍ମ ଦେଖିଲେ କୁରୁକ୍ଷେତ୍ରରେ ସମୁଦ୍ର ପରି ଦେଖାଯାଉଛି। ଦୁଇ କୂଳ ଆଦିତ୍ୟ ରଶ୍ମି ପରି ଦେଖାଯାଉଛି। ରାଉତ ଓ ଅଶ୍ୱମାନେ ଅନେକ ଅଛନ୍ତି। ଭୀଷ୍ମ ପ୍ରଥମେ ସେନାପତି ହୋଇ ରଥକୁ ମଣ୍ଡନ କଲେ। ଗାଙ୍ଗେୟ ଧନୁଶର ଧରି କୁରୁକ୍ଷେତ୍ରରେ ପ୍ରବେଶ ହେଲେ। ସମର ଭୂମିକୁ ଦେଖି କର୍ଣ୍ଣ ଉତ୍ପାଲିତ ହେଲେ। ଏହାପରେ ଦ୍ରୋଣ ଗୁରୁ ଦିବ୍ୟ ରଥରେ ବିଜେ କଲେ। କୁରୁକ୍ଷେତ୍ରରେ ଅଶ୍ୱତ୍ଥାମା ଆସି ମିଳିଲେ। ଶାଲ୍ୟ, କର୍ଣ୍ଣ, କୃପାଚାର୍ଯ୍ୟ, ଭୀରୁଶ୍ରବା, ବିକର୍ଣ୍ଣ, ଜୟଦ୍ରଥ, ବାଲ୍ମୀକି, ବାବା, ଅଳମ୍ଭୁଷ ହଳାୟୁଧ ସହିତ ରାଜାମାନଙ୍କ ସହିତ ଚାଲିଥାନ୍ତି। ସମସ୍ତେ ଯାଇ କୁରୁକ୍ଷେତ୍ର ଭିତରେ ଉଲ୍କାପାତ ପରି ଦେଖାଗଲେ। ଦୁଇ ବଳ ପଦାଘାତେ ବସୁମତୀ କମ୍ପି ଉଠୁଥାଏ। ସଞ୍ଜୟ ମନ୍ତ୍ରୀ କହିଲେ, ହେ ଧୃତରାଷ୍ଟ୍ର ଶୁଣ। ଯୁଦ୍ଧ ମଧ୍ୟରେ ତୁମ ଥାଟରେ ଭୀଷ୍ମ ଓ ଦ୍ରୋଣ ଅଛନ୍ତି। ଗୋଟିଏ ଚକ୍ରବ୍ୟୂହ ରଚନା କରିଛନ୍ତି। ହେ ରାଜା, ଭୀଷ୍ମ ଦ୍ରୋଣ ପରି ରଥୀ ବ୍ରହ୍ମାଣ୍ଡରେ ନାହାନ୍ତି। ଗର୍ଜନ ତର୍ଜନ କରୁଥିବାର ଦେଖି ଯୁଧିଷ୍ଠିର ଡରି ଯାଉଛନ୍ତି।
ଧର୍ମ କହିଲେ, ବାବୁରେ ଧନଞ୍ଜୟ ଶୁଣ, ମୋତେ କୁରୁକ୍ଷେତ୍ର ସାଗର ପରି ଦେଖାଯାଉଛି। ଆମର ସୈନ୍ୟ ଅଳ୍ପ ଦିଶୁଛନ୍ତି। ଏଠି ଆମେ କ'ଣ ଯୁଦ୍ଧ କରିବା? ମୁଁ ଯୁଦ୍ଧ କରିବାକୁ ମନା କରୁଥିଲି, ହେଲେ ଭୀମ ଏତକ କଲା। ଦେଖିବାକୁ ଗଲେ ଆମର ସୈନ୍ୟ ସଂଖ୍ୟା 7 କ୍ଷଣି ଅଟନ୍ତି। ଏହି ଯୁଦ୍ଧରେ ତୋତେ କେବଳ ଭଗବାନ ସାହା ହେଲେ ଅର୍ଜୁନ। ଭଗବାନ ସାହା ନ ହେଲେ ଚାଲ ଆମେ ଯୁଦ୍ଧରୁ ଘୁଞ୍ଚି ଆମ ରାଜ୍ୟକୁ ଚାଲିଯିବା। ଯୁଧିଷ୍ଠିର କହିଲେ, ରେ ଅର୍ଜୁନ, ଯଦି ଯୁଦ୍ଧରୁ ନ ବାହାରି ଯିବା ତେବେ ରଥୀ ମହାରଥୀ ଚତୁରଙ୍ଗ ସୈନ୍ୟକୁ ଘେନି ନିଘଞ୍ଚେ ବ୍ୟୁହ କର। ତୁ ଏହିପରି ଯୁଦ୍ଧ କରିବୁ ଯେପରି କୁରୁପତି ତୋତେ ଜିଣି ପାରିବ ନାହିଁ। ମହତ ରଥୀ ଆମ୍ଭର ଅଛନ୍ତି, ତୁମେ ତାଙ୍କ ସହିତ ଯୁଦ୍ଧବୃତ୍ତି କର। ଭୀଷ୍ମ ଦ୍ରୋଣ ଚିନ୍ତା କରି ଚକ୍ରବ୍ୟୁହ ରଚନା କରିଛନ୍ତି। ସେହି ଚକ୍ରବ୍ୟୁହକୁ ତୁ ଯେପରି ଜିଣି ପାରିବୁ ସେ କଥା ଚିନ୍ତା କର। ଆମର ଥାଟ ଭୀଷ୍ମ ଦ୍ରୋଣକୁ ଭେଦ କରିପାରିବେ ନାହିଁ। ଯୁଧିଷ୍ଠିର ଏହିପରି କହିବାରୁ ପାର୍ଥ ଚିନ୍ତାରେ ପଡ଼ିଲେ ଓ ହାତୀ, ରଥୀ, ଅଶ୍ବ ସୈନ୍ୟ ପଦାତିକକୁ ଖଞ୍ଜିଦେଲେ। ରଥର ପଛରେ ହସ୍ତୀ ଓ ହସ୍ତୀର ପଛରେ ରଥୀ ରଖିଲେ। ଚାରି ପାଖରେ ପଦାତିକ ବଳ ଖଞ୍ଜିଦେଲେ। ବଜ୍ରଠାରୁ ଆଣ୍ଟ କରି 5 ଘାଟ କରି ରଖିଲେ ଓ ନିର୍ଣ୍ଣୟରେ ରହିଲେ। ହରି ଅର୍ଜୁନ ନନ୍ଦିଘୋଷରେ ବିଜେ କଲେ। ମାଘ ମାସରେ ଯେପରି ସୂର୍ଯ୍ୟଙ୍କର ପ୍ରଭା ସକାଳେ ଶୋଭା ପାଏ, ସେହିପରି ନନ୍ଦିଘୋଷ ରଥ ଶୋଭା ପାଉଥିଲା। ହେ ରାଜା କୁରୁପତି, ଏହା ପରେ କୌରବଙ୍କର ଥାଟମାନେ ଧର୍ମଚାଟଙ୍କୁ ଦେଖି ଶଙ୍କା କଲେ। କୌରବ କହିଲେ, ଭାଇ ବୀରବର ପାର୍ଥ ଶୁଣ, ଭୀଷ୍ମ ରଥୀ ଏଠାରେ ବହୁତ ସମର କରିବେ। ଦେଖ, ସେମାନଙ୍କର ହାତରେ ଧନୁଶର ଧରିଛନ୍ତି। ଗଙ୍ଗାସୁତ ମୋତେ ସୂର୍ଯ୍ୟ ପରି ଦେଖାଯାଉଛନ୍ତି। ଭୀଷ୍ମଙ୍କ ଆଗରେ ରହି ଯିଏ ଯୁଦ୍ଧ କରିବ ତାକୁ ହିଁ ଧନ୍ୟ କହିବ। ରେ ଅର୍ଜୁନ, ତୁ ଯଦି ଭୀଷ୍ମଙ୍କୁ ସମରରେ ଜିଣି ପାରିବୁ ତେବେ ପୃଥିବୀକୁ ଭୋଗ କରିପାରିବୁ। ଏହାପରେ ଯାଜ୍ଞସେନୀର ଦୁଃଖ ଦୂର ହୋଇପାରିବ। ଦ୍ରୌପଦୀ 13 ବର୍ଷ ହେବ କେଶ ବାନ୍ଧି ନାହିଁ। ନ ହେଲେ ତୁମେ 5 ଭାଇ ପୁଣି ବନକୁ ଯିବ ଓ କୁରୁସ୍ୱାମୀ ସୁଖରେ ପୃଥିବୀ ଭୋଗ କରିବ। ଯୁଧିଷ୍ଠିରଙ୍କ ମୁଖରୁ ଏହିପରି ଶୁଣି ପାର୍ଥ କହିଲା, ହେ ଧର୍ମସୂତ, ଶୁଣ, ଆପଣ ଏତେ ଡରି କାହିଁକି ବିକଳ ହେଉଛ? ତୁମ ମନ ସର୍ବଦା ସ୍ୱଚ୍ଛ ଓ ନିର୍ମଳ। ଅହିଂସା, ନିର୍ଲୋଭ, ନିଷ୍କପଟ ଓ ନିରମୟ ପୁରୁଷ ଆପଣ ଅଟନ୍ତି। ତୁମେ କେତେବେଳେ ମିଥ୍ୟା କୁହ ନାହିଁ। ଅସଭ୍ୟ ଲୋକମାନଙ୍କ ପାଖରେ ଆପଣ ବସନ୍ତି ନାହିଁ। ଆପଣଙ୍କର ଧର୍ମରୁ ଆମେ ନିଶ୍ଚିତ ଏହି ଯୁଦ୍ଧରେ ଜିତିବୁ। ଆମ୍ଭକୁ ସାହା ଅଛନ୍ତି ପ୍ରଭୁ ଚକ୍ରପାଣି। ଏଥକୁ ଚିନ୍ତା କିଛି ନ କର ଧର୍ମ ପୁଣି। ଚକ୍ରପାଣି ଆମ୍ଭକୁ ସାହା ଅଛନ୍ତି ହେ ସ୍ୱାମୀ ଧର୍ମପୁରୁଷ। ଏଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ। ଯୁଦ୍ଧରେ ଆମ୍ଭମାନଙ୍କୁ ଶ୍ରୀକୃଷ୍ଣ ଜଗିଛନ୍ତି। ସହସ୍ର ଭୀଷ୍ମକୁ ମୁଁ ଜିଣିବି। ସହସ୍ର ଦ୍ରୋଣ ଯଦି ଯୁଦ୍ଧ କରନ୍ତି, ତାହେଲେ ଗୋବିନ୍ଦଙ୍କର ପ୍ରସାଦରୁ ମୁଁ ନିଶ୍ଚିତ ଜିତିବି। ଅର୍ଜୁନର ଏହିପରି ପ୍ରତିଜ୍ଞା ଦେଖି ଧର୍ମନନ୍ଦନ ହସିଲେ। ଏହାପରେ ପାଣ୍ଡବ ସୈନ୍ୟମାନେ ଥାଟ ହୋଇ କୁରୁକ୍ଷେତ୍ର ଭିତରେ ପଶିଲେ। ଶ୍ରୀ ନନ୍ଦିଘୋଷ ରଥରେ ପାର୍ଥ ମହାରଥୀ ଓ ଶ୍ରୀକୃଷ୍ଣ ସାରଥୀ ହୋଇ ଅଛନ୍ତି। ରଥ ଧ୍ୱଜରେ ହନୁମାନ ବସିଥାଏ। ଦୂରରୁ କୌରବମାନେ ଏସବୁ ଦେଖିଲେ। ଯେଝା ସ୍ଥାନରେ ଠିଆ ହୋଇ କୌରବ ସୈନ୍ୟମାନେ ଥରହର ହେଉଥାନ୍ତି। ଦୁର୍ଗାଙ୍କୁ ସ୍ମରଣ କରି ପାର୍ଥ ଧନୁ ଧରିଲେ। ଟଙ୍କାର ଶବ୍ଦ କଲେ। ନେଇ ଗୁଣ ଗୋଟିଏ ବାମ ହସ୍ତରେ, ଗାଣ୍ଡିବ ଦକ୍ଷିଣ ହସ୍ତରେ ଶର ଧରିଥାନ୍ତି ଅର୍ଜୁନ। ଅର୍ଜୁନଙ୍କର ବୀର ବେଶ ତିନିପୁରକୁ ଶୋଭା ପାଉଥାଏ। ଭାଦ୍ରବ ମାସର ଜହ୍ନ ଯେପରି ଦେଖାଯାଏ, ଅର୍ଜୁନଙ୍କର ଗାଣ୍ଡିବ ସେହିପରି ଦେଖାଯାଉଥିଲା। ସିନ୍ଧୁକୁ 2 ଭାଗ କଲେ ଯେପରି ଦେଖାଯାଏ, ସେହିପରି ପାଣ୍ଡବ ଓ କୌରବମାନେ ଦେଖାଯାଉଥିଲେ। ସଞ୍ଜୟ ମନ୍ତ୍ରୀଠାରୁ ଏହିପରି ଶୁଣି ଧୃତରାଷ୍ଟ୍ର କହିଲେ, ହେ ସଞ୍ଜୟ, ଯଦି 2 ପକ୍ଷ ସୈନ୍ୟ ଏପରି ଦେଖାଯାଉଛନ୍ତି, ତେବେ ଆଉ ଏକ କଥା ତୁମକୁ ପଚାରିବି। ତୁ ସବୁ ଅଦୃଶ୍ୟ କଥା ମୋତେ କହ। 2 କୂଳ ସୈନ୍ୟ ଡକାଡକି ହୋଇ ଅସ୍ତ୍ର ଟେକି ରହିଛନ୍ତି। ପ୍ରଥମେ କିଏ ଭ୍ରୁକୁଟି କଲା, ମୋତେ କହ ସଞ୍ଜୟ। ଆଗ କିଏ ଯୁଦ୍ଧ ଆରମ୍ଭ କଲା? ଧୃତରାଷ୍ଟ୍ରଙ୍କ ମୁଖରୁ ଏହିପରି ବାଣୀ ଶୁଣି ସଞ୍ଜୟ କହିଲା, ହେ ନୃପମଣି, ତେବେ ଶୁଣ। ଆପଣ ଯଦି ମୋତେ ପୁଅ ଓ ପୁତ୍ରାଙ୍କର କଳି ପଚାରିଲେ, ତେବେ ସାବଧାନ ହୋଇ ଶୁଣ। ଆଗ ଯୁଧିଷ୍ଠିରଙ୍କର କଥା କହୁଛି, ଶୁଣ ରାଜା। ଧର୍ମଙ୍କ ପୁତ୍ର, ଧାର୍ମିକ ଓ ମହାଜ୍ଞାତା ଯୁଧିଷ୍ଠିର ଅଟନ୍ତି। ତୋର ପୁତ୍ରମାନଙ୍କର ମୂର୍ଖପଣ ଦେଖି ହାତରୁ ଧନୁକୁ ଛାଡ଼ି ପୃଥିବୀକୁ ଯୁଧିଷ୍ଠିର କହିଲେ, ଯୋଡ଼ି
କରି ବେନିକର ହୃଦ ପଦ୍ମରେ ଥୋଇ କୁରୁବଳ ଥାଟରେ ଧସାଇ ପଶିଲେ। କୁରୁବଳଙ୍କର ଆକୁଳ ଦେଖି ଶ୍ରୀକୃଷ୍ଣଙ୍କୁ ସଙ୍ଗରେ ଧରି ଚାରି ଭାଇ ଧାଇଁଲେ। ଯୁଧିଷ୍ଠିରଙ୍କୁ 5 ଜଣ ଗୋଡ଼ାଉଛନ୍ତି। ନାରାୟଣ ହେ ଠାକୁର ବୋଲି ଡାକ ଦେଲେ। ଯୁଧିଷ୍ଠିର ପଳାଉଛନ୍ତି। ଏହା ଦେଖି ମୂର୍ଖ କୌରବମାନେ ହସିଲେ। ଏହାପରେ ଧର୍ମରାୟ ଗାଙ୍ଗେୟଙ୍କ ନିକଟକୁ ଯାଇ ପ୍ରଣାମ କଲେ। ଯୁଧିଷ୍ଠିର 3 ରଥ ପର୍ଯ୍ୟନ୍ତ ନମସ୍କାର କଲା। ନମସ୍କାର ପରେ ଭୀଷ୍ମଙ୍କ ନିକଟରେ ଦୁଃଖ ସୁଖ ହେଲେ। ଯୁଧିଷ୍ଠିର କହିଲେ, ଭୋ ପିତା, ତୁମେ ଆମର କୁଳର ଶ୍ରେଷ୍ଠ ଓ ଇଷ୍ଟ ଅଟ। ଆପଣ ସମର ଭୂମିକୁ ଆସିଲେ। ଏହା ସହିତ ଲକ୍ଷେ ରାଜା ଯୁଦ୍ଧକୁ ଆସିଛନ୍ତି। ତୁମର ସମରକୁ ସମସ୍ତେ ଚାହିଁ ରହିଛନ୍ତି। ଯୁଧିଷ୍ଠିରଙ୍କର ଏହିପରି କୋମଳ ବାକ୍ୟ ଶୁଣି ଭୀଷ୍ମ ପିତା କହିଲେ, ମୋତେ ଯୁଦ୍ଧରେ ଜିଣି ତୁମେ ସୁଖରେ ରୁହ। ପଞ୍ଚରାଜ୍ୟରେ ରାଜା ହୋଇ ବୈଭବ ଭୋଗ କର। ଏହି ସମରରେ ତୁମେ ସମସ୍ତଙ୍କୁ ଜିଣ। ଯୁଧିଷ୍ଠିର କହିଲେ, ହେ ପିତାମହ ଶୁଣ, ତୁମକୁ କିଏ ସମରରେ ଜିଣି ପାରିବ କୁହ? ଏହା ଶୁଣି ଗଙ୍ଗାସୁତ ମନେ ମନେ ହସିଲେ ଓ କହିଲେ, ହେ ଧର୍ମ ଶିଷ୍ୟ, ତୁମକୁ କହୁଛି ଶୁଣ। ତୁମେ 2 କୁଳ ମୋହର ବଂଶ ଅଟ। ଅନ୍ଧ ରାଜା ପୁତ୍ର ବୁଦ୍ଧି ସମସ୍ତେ ଜାଣିଛନ୍ତି। ତୁମକୁ ରାଜଭାଗ ସେ କିଛି ଦେଇନାହିଁ। ରାଜା ହୋଇଛି ଅନ୍ଧସୁତ ସତ, ହେଲେ ସେ ଗୋଟିଏ ବିରାଟ ମୂର୍ଖ। ଯିଏ ଅନ୍ୟାୟ କରେ ତାହାର ପୁଣ୍ୟ କ୍ଷୟ ହୁଏ। ହେ ଧର୍ମସୁତ, ତୁ ଏଥିପାଇଁ ମନରେ କିଛି ଭାବନା କର ନାହିଁ। ମୁଁ ରାଜା ଦୁର୍ଯ୍ୟୋଧନର ଅନ୍ନରେ ବଶ ହୋଇଥିବାରୁ ତାହାର ଯଶଗାନ କରୁଛି। ସେ ମୋତେ ଅନ୍ନ ଦେଇ ପୋଷିଛି, ଏଥିପାଇଁ ତା ଲାଗି ମୁଁ ଧନୁଶର ଧରିଛି। ମୁଁ 10 ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବି। ତୁ ଯଦି ମୋ ହାତରୁ ଧନୁ ଛଡ଼ାଇ ପାରିବୁ, ତେବେ ଏ ଯୁଦ୍ଧରେ ତୁ ଯଶ ପାଇବୁ। ତାପରେ ବି ତୋତେ ଚକ୍ରପାଣି ସାହା ଅଛନ୍ତି। ସେ ପ୍ରଭୁ ମୋର ମୃତ୍ୟୁଭେଦ କଥା ଜାଣିଛନ୍ତି। ଏଥିପାଇଁ ତୁ ଭୟ କର ନାହିଁ। ଧର୍ମ, ହଁ, ଆମ୍ଭର ବଂଶ ବୋଲି ତୁ ଯାହା ମୋତେ କହିଲୁ, ସୁପଣ୍ଡିତମାନେ 7 ଗୋଟି ବଂଶ ବିଷୟରେ ଲେଖିଛନ୍ତି, ତାହା ଏବେ ଶୁଣ ପଣ୍ଡୁ ଶିଷ୍ୟ। ନିଜ ଜନ୍ମଠାରୁ 7 ବଂଶ ପର୍ଯ୍ୟନ୍ତ ପାପ ଅଛି। 7 ବଂଶ ପରେ ବଂଶକୁ ଛାଡ଼ିଦେଲେ ଚଳିବ। ନିମିତ୍ତ କାର୍ଯ୍ୟ କଲେ ଯେଉଁ ଲୋକ ବଂଶକୁ ଲୋଡ଼େ ଆଣେ ନାହିଁ, ସେ ବଂଶଯାକ ଅଜଣା ହୋଇଯାଆନ୍ତି। 7 ଗୋଟି ଜନ୍ମ ପର୍ଯ୍ୟନ୍ତ ବଂଶ ଲାଗିଥାଏ। 7 ଜନ୍ମ ଗଲେ 1 ପାଦ ନ ମିଳେ। ଯୁଧିଷ୍ଠିର କହିଲେ, ହେ ସ୍ୱାମୀ ପିତାମହ, ଏହାକୁ କେଉଁ ପୁରୁଷ ଲେଖିବ ମୋତେ ବୁଝାଇ କରି କୁହନ୍ତୁ। ପ୍ରିୟ ସତ୍ସଙ୍ଗୀ ବନ୍ଧୁଗଣ ମାନେ, ଏହା ପରର ପ୍ରସଙ୍ଗ ଆମେ ଆଗାମୀ ଭିଡ଼ିଓରେ ଆଲୋଚନା କରିବା। ସେହି ଭିଡ଼ିଓ ଆସିବା ପର୍ଯ୍ୟନ୍ତ ଆପଣମାନେ ଭଗବାନ ନୃସିଂହଙ୍କ କୃପାରୁ ବହୁତ ଭଲରେ ରହିଥାନ୍ତୁ। ତ ସହିତ ଏହି ବେଦ ପୁରାଣ କଥା ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଚ୍ୟାନେଲର ପ୍ରତ୍ୟେକ ଭିଡ଼ିଓକୁ ନିଜେ ସମ୍ପୂର୍ଣ୍ଣ ଭାବରେ ଦେଖିବା ସହିତ ନିଜର ସାଙ୍ଗସାଥି ମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ଦବାନ୍ତୁ। ଯେତେବେଳେ ନୂଆ ଭିଡ଼ିଓ ଅପଲୋଡ଼ ହେବ ସେତେବେଳେ ସର୍ବପ୍ରଥମେ ଆପଣ ଦେଖିପାରିବେ। ଧନ୍ୟବାଦ।